ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ଶୁଭ ସକାଳ। ଆସନ୍ତୁ ଆଜି ସକାଳରୁ ଆସିଥିବା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇ ନେବା। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ କରି ପାଖରେ ଥିବା ଅଲ୍ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ଆପଣଙ୍କ ପାଖକୁ ସର୍ବପ୍ରଥମେ ପହଞ୍ଚି ପାରିବ। ଗୁଗଲ ଭାରତକୁ ଆଣିଲା ୱାଲେଟ୍ ଆପ୍। ବିନା କୌଣସି ବ୍ୟାଙ୍କ କାର୍ଡରେ ହେବ ପେମେଣ୍ଟ। ମିଳିଥିବା ଖବର ଅନୁଯାୟୀ ଗୁଗଲ ୱାଲେଟ୍ ଆପ୍ ଭାରତରେ ଲଞ୍ଚ ହୋଇନି, କିନ୍ତୁ ଭାରତୀୟ ୟୁଜର୍ସମାନେ ଏହି ଆପ୍କୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରୁଛନ୍ତି। ଏହି ଆପ୍ ଷ୍ଟେପ୍ ବାଇ ଷ୍ଟେପ୍ରେ ଲୋଡ୍ ହେଉଛି। ଏହି ଆପ୍ ୟୁଜର୍ସଙ୍କ ବିନା କୌଣସି ବ୍ୟାଙ୍କ କାର୍ଡ ଓ ବ୍ୟାଙ୍କ ଡିଟେଲ୍ସ ଭରିବାକୁ ହେବ। ଏହାପରେ ଆପଣ ବିନା କାର୍ଡରେ ମଧ୍ୟ ଯେକୌଣସି ସ୍ଥାନରେ ପେମେଣ୍ଟ କରିପାରିବେ। ଗୁଗଲ ୱାଲେଟ୍ ଏକ ଡିଜିଟାଲ ୱାଲେଟ୍ ଆପ୍ ରୂପରେ ମଧ୍ୟ କାମ କରୁଛି। ଏହି ଆପ୍ ୟୁଜର୍ସଙ୍କୁ ଗିଫ୍ଟ କାର୍ଡ, ଜୀବନ ସଭ୍ୟତା, ଇଭେଣ୍ଟ ଟିକେଟ୍, ଫ୍ଲାଇଟ୍ ଟିକେଟ୍ ଓ ବହୁତ କିଛି ଷ୍ଟୋର କରିବାରେ ସାହାଯ୍ୟ କରୁଛି। ଗୁଗଲ ୱାଲେଟ୍ ଭାରତରେ ପୂର୍ବରୁ ଥିଲା ଗୁଗଲ ପେ ଠାରୁ ଅଳ୍ପ ଅଲଗା ଆପ୍। ପରବର୍ତ୍ତୀ ଅପଡେଟ୍ ବିଷୟରେ 19 ଜିଲ୍ଲାକୁ କାଳବୈଶାଖୀ ସମ୍ଭାବନା। ମିଳିଥିବା ଖବର ଅନୁଯାୟୀ ପ୍ରବଳ ଖରା ଓ ଗରମ ଗୁଳୁଗୁଳିରୁ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଆଜି ବି ସିଭିୟର ହିଟ୍ ୱେଦର ପାଇଁ 14ଟି ଜିଲ୍ଲାକୁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିଲା। କିନ୍ତୁ ଆଜି ପାଇଁ ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୟାଗଡ଼, କନ୍ଧମାଳ, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି ଏବଂ ନୂଆପଡ଼ାରେ 45 ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ସେହିପରି ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାକୁ ନେଇ ମଧ୍ୟ ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ଏହିସବୁ ଜିଲ୍ଲାରେ କାଳବୈଶାଖୀ ହେଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପରବର୍ତ୍ତୀ ଅପଡେଟ୍ ବିଷୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲରେ ସବୁ ପିଲାଙ୍କୁ ମିଳିବ ପରିଚୟ ପତ୍ର। ମିଳିଥିବା ଖବର ଅନୁଯାୟୀ ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ସ୍କୁଲଗୁଡ଼ିକରେ ଭିତ୍ତିଭୂମି ଏବଂ ଶିକ୍ଷାଦାନ ବ୍ୟବସ୍ଥା ଉପରେ ରାଜ୍ୟ ସରକାର ସର୍ବାଧିକ ପରିବର୍ତ୍ତନ ଆଣିଛନ୍ତି। ଗୁଣାତ୍ମକ ଶିକ୍ଷା ସହ ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାଙ୍କୁ ଘରୋଇ ସ୍କୁଲ ପରି ସୁବିଧା ସୁଯୋଗ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଘରୋଇ ସ୍କୁଲରେ ଯେପରି ପିଲାଙ୍କୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ, ସେହିଭଳି ସୁବିଧା ମଧ୍ୟ ସରକାରୀ ସ୍କୁଲରେ ଉପଲବ୍ଧ ହେଉଛି। ତେବେ ପିଲାଙ୍କ ସୁରକ୍ଷା ଗୁରୁତ୍ୱକୁ ଦେଇ ରାଜ୍ୟ ସରକାର ଏଣିକି ସବୁ ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କ ଲାଗି ପରିଚୟ ପତ୍ର ବାଧ୍ୟତାମୂଳକ ହୋଇଛି। ଆସନ୍ତା ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥା ଲାଗୁ ହେବ। ସମ୍ପୃକ୍ତ ପରିଚୟ ପତ୍ରରେ ଉଭୟ ଅଭିଭାବକ ଏବଂ ସ୍କୁଲ ପ୍ରଧାନ ଶିକ୍ଷକଙ୍କ ମୋବାଇଲ ନମ୍ବର ମଧ୍ୟ ରହିବ। ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପରବର୍ତ୍ତୀ ଅପଡେଟ୍ ବିଷୟରେ ଜୁନ୍ 16ରେ ନିଟ୍ ପରୀକ୍ଷା। ମିଳିଥିବା ଖବର ଅନୁଯାୟୀ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନିଟ୍ ପରୀକ୍ଷା ଆବେଦନ ରବିବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ମେ 10 ତାରିଖ ପର୍ଯ୍ୟନ୍ତ ଏଥି ନିମନ୍ତେ ଆବେଦନ କରାଯିବ। ଜୁନ୍ 16 ତାରିଖରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ପରୀକ୍ଷା ସଞ୍ଚାଳନ କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ବିଜ୍ଞପ୍ତି ହୋଇଛି। ଆସନ୍ତୁ ଜାଣିନେବା ପରବର୍ତ୍ତୀ ଅପଡେଟ୍ ବିଷୟରେ। ରାଜ୍ୟ ସରକାରଙ୍କ ଘୋଷଣା, 25ରୁ ଖରା ଛୁଟି। ମିଳିଥିବା ଖବର ଅନୁଯାୟୀ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପାଣିପାଗ ବିଭାଗ ସୂଚନା ଆଧାରରେ ଗ୍ରୀଷ୍ମ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଆସନ୍ତା ଏପ୍ରିଲ 25 ତାରିଖରୁ ରାଜ୍ୟରେ ହେବ ଗ୍ରୀଷ୍ମ ଛୁଟି। ତେବେ ଏପ୍ରିଲ 22 ଓ 24 ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ। ସକାଳ 6:30ରୁ 10ଟା ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଅସହ୍ୟ ଖରାକୁ ଗୁଳୁଗୁଳି ଲୋକଙ୍କୁ କଲବଲ ମଧ୍ୟ କରୁଛି। ଦିନ 8ଟା ପରେ ଘରୁ ବାହାରିବା ବି ଅସମ୍ଭବ ହେଉଛି। ଅଧିକାଂଶ ସହରର ତାପମାତ୍ରା 45 ଡିଗ୍ରୀ ଛୁଉଁଛି।